नमस्कार गुड मॉर्निंग जय जगन्नाथ मु दिलीप आपन स्वागत करुच्ची ओडिशा भारत टीवी को आज नहीं आसी राज्य देश और विदेशर केतोटी गुरुत्वपूर्ण खबर से भिडियोटी को शेष पर्यंत देखंतु एवं भल लगिले गोटे लाइक कर दियंतु आउ चैनल को जदि नुआ आछंती ताहाले चैनल को सब्सक्राइब करी बेल आइकन को प्रेस कर दियंतु। आसंतु नजर पकाइबा आज प्रथम मुख्य खबर उपर। भुवनेश्वर स्थित एम्स हॉस्पिटल रे सीबीआई चढ़ाऊ। सीबीआई आज भुवनेश्वर स्थित एम्स हॉस्पिटल समेत राजधानी भुवनेश्वर एकाधिक स्थान में चढ़ाऊ करिछि। निजुक्ति क्षेत्र में दुर्नीति नहीं सीबीआई यही चढ़ाऊ करिथिबा विश्वस्त सूत्रରୁ जणा पड़िछि। सीबीआई रो एकाधिक टीम एम्स भुवनेश्वर समेत अन्य स्थान में चढ़ाऊ जारी रखिथिबा जणा जाइछि। सीबीआई रो यही चढ़ाऊ अभियान रे भुवनेश्वर रो कल्पना अंचल और जगतसिंहपुर जिला मध्य शामिल रहिछि। ଏହି ଚଢ଼ଉ ସମୟରେ ସିବିଆଇ ଟିମ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ହସ୍ତଗତ ହୋଇଥିବା ଜଣାଯାଇଛି। ପରବର୍ତ୍ତୀ ଖବର। ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ 2 ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଆସନ୍ତା 11 ଓ 12 ତାରିଖ 2 ଦିନ ପାଇଁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇ ପଚରାଉଚରା କରିବ। ସେମାନେ ହେଲେ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଏବଂ ଶିକ୍ଷକ ନେତା ବିଜୟ କୁମାର ମିଶ୍ର। କ୍ରାଇମବ୍ରାଞ୍ଚ ଏହି 2 ଜଣ ଅଭିଯୁକ୍ତଙ୍କୁ 4 ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ହେଲେ ଉଭୟଙ୍କୁ 2 ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କଟକ ହାଇକୋର୍ଟ। ଏହି 2 ଦିନରେ ଉଭୟଙ୍କୁ ସାମ୍ନାସାମ୍ନି ଜେରା କରାଯିବ ବୋଲି ଜଣାପଡ଼ିଛି। ତେବେ ବୋର୍ଡର ଉପସଭାପତିଙ୍କ ଲାପଟପରୁ ପ୍ରଶ୍ନପତ୍ର ପେନ୍ଡ୍ରାଇଭ୍ ଜରିଆରେ ଚୋରି କରିଥିଲା ଜିତନ ମହାରଣା। ପରେ ଏହି ପ୍ରଶ୍ନପତ୍ରକୁ ଶିକ୍ଷକ ନେତା ବିଜୟ ମିଶ୍ରଙ୍କୁ ପଠାଇଥିଲା। ଏହା ବଦଳରେ 2,50,000 ଟଙ୍କା ମଧ୍ୟ ପାଇଥିଲା। ତେବେ ଏହି ପ୍ରଶ୍ନପତ୍ର ପ୍ରଘଟ ଘଟଣା ଆଉ କେତେ ଟଙ୍କା ଦିଆନିଆ ହୋଇଛି ତାହା ତଦନ୍ତ ପରେ ହିଁ ଜଣାପଡ଼ିବ। ପରବର୍ତ୍ତୀ ଖବର। ରାକ୍ଷୀ ପୂର୍ଣ୍ଣିମାରେ ଖାତାକୁ ସୁଭଦ୍ରା କିସ୍ତି ଟଙ୍କା ପଠାଇବେ ରାଜ୍ୟ ସରକାର। ଖାତାକୁ ଆସିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା। ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ଟଙ୍କା। ଏ ନେଇ ପୂର୍ବରୁ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପୂର୍ବରୁ 2ଟି ପର୍ଯ୍ୟାୟରେ 10,000 ଟଙ୍କା ମିଳିସାରିଛି। ପରବର୍ତ୍ତୀ ଖବର। ଆସନ୍ତା 12 ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ। ପଶ୍ଚିମବଙ୍ଗ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି। ସର୍ବାଧିକ ବର୍ଷା ଗଞ୍ଜାମ ଜିଲ୍ଲା ଆସ୍କାରେ 90 ମିଲିମିଟର ରେକର୍ଡ ହୋଇଛି। ସମୁଦ୍ର ମଧ୍ୟରେ ବର୍ତ୍ତମାନ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଫଳରେ ବାଂଲାଦେଶ, ପଶ୍ଚିମବଙ୍ଗ ଓ ଆଖପାଖ ଅଞ୍ଚଳ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ବାରଣ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା 24 ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଖୋର୍ଦ୍ଧା, ଜଗତସିଂହପୁର, କଟକ ସହ ଗଞ୍ଜାମ, ଗଜପତି, ସୁନ୍ଦରଗଡ଼ ଓ କେଉଁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହ ବିଜୁଳି ଘଡ଼ଘଡ଼ି ସହ 30ରୁ 40 କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିଭଳି ଆସନ୍ତାକାଲି ମଧ୍ୟ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ 30ରୁ 40 କିଲୋମିଟର ପ୍ରତି ଘଣ୍ଟା ବେଗ ପବନ ବହିବାର ସମ୍ଭାବନା ରହିଛି। ସେହିପରି ଆଜି ବି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଭଳି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାଗୁଡ଼ିକରେ ଗୋଟିଏ କିମ୍ବା 2ଟି ସ୍ଥାନରେ ପ୍ରବଳ ବର୍ଷା, ଘଡ଼ଘଡ଼ି ସହ ଝଟକା ପବନ ବହିବା ନେଇ ସମ୍ଭାବନା ରହିଛି। ପରବର୍ତ୍ତୀ ଖବର। ଆମେରିକା ସହିତ ଶୁଳ୍କ ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ ବେଜିଂ ଗସ୍ତ ନେଇ ଆନନ୍ଦ ପ୍ରକାଶ କରିଛି ଚୀନ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ସମ୍ଭାବ୍ୟ ଗସ୍ତକୁ ଚୀନ 2 ଦେଶ ମଧ୍ୟରେ ସମ୍ପର୍କକୁ ଉନ୍ନତ ଏବଂ ମଜବୁତ କରିବା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି କହିଛି। ଚଳିତ ମାସ ଶେଷରେ ଅନୁଷ୍ଠିତ ହେବାକୁ ଥିବା ସଂଘାଇ ସହଯୋଗ ସଂଗଠନ ତିଆନଜିନ୍ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ଭାବ୍ୟ ଗସ୍ତକୁ ଶୁକ୍ରବାର ଚୀନ ବୈଦେଶିକ ମନ୍ତ୍ରାଳୟ ସ୍ୱାଗତ କରିଛି। ଯଦି ପ୍ରଧାନମନ୍ତ୍ରୀ ମୋଦି ଚୀନ ଗସ୍ତ କରନ୍ତି ତେବେ ଏହା 7 ବର୍ଷର ବ୍ୟବଧାନ ପରେ ତାଙ୍କର ପ୍ରଥମ ଗସ୍ତ ହେବ। କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦି ଚଳିତ ମାସ ଶେଷରେ ସଂଘାଇ ସହଯୋଗ ସଂଗଠନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଚୀନ ଗସ୍ତ କରିପାରନ୍ତି। ତଥାପି ସରକାର ଏପର୍ଯ୍ୟନ୍ତ ଏହାକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିନାହାନ୍ତି। ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଯେ ଚୀନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସଂଘାଇ ସହଯୋଗ ସଂଗଠନ ତିଆନଜିନ୍ ଶିଖର ସମ୍ମିଳନୀ ପାଇଁ ସ୍ୱାଗତ କରୁଛି। ପରବର୍ତ୍ତୀ ଖବର। କେନିଆର ରାଜଧାନୀ ନେରୋବିରେ ଭୟଙ୍କର ବିମାନ ଦୁର୍ଘଟଣା। ଏଥିରେ 6 ଜଣଙ୍କ ଜୀବନ ଚାଲିଯାଇଛି।
ମୃତକଙ୍କ ମଧ୍ୟରେ 2 ଡାକ୍ତର, 2 ନର୍ସ, 2 ସାଧାରଣ ଲୋକ ରହିଛନ୍ତି। କେନିଆ ସିଭିଲ ଏଭିଏସନ ଅଥରିଟି ଦୁର୍ଘଟଣା ବିଷୟରେ ସୂଚନା ଦେଇଛି। ଏୟାର ଆମ୍ବୁଲାନ୍ସ ଏକ ସ୍କୁଲ ଉପରେ ବିମାନଟି ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣାରେ କିଛି ଘର ଧ୍ୱଂସ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣା ହୋଇପଡ଼ିବା ପରେ ଏୟାର ଆମ୍ବୁଲାନ୍ସରେ ନିଆଁ ଲାଗିଯାଇଥିଲା। ବିମାନ ପଡ଼ିଥିବା ସ୍କୁଲ ମଧ୍ୟ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଥିଲା। ପରବର୍ତ୍ତୀ ଖବର। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରରେ କୁହାଯାଇଛି ଯେ ପ୍ରୟାଗରାଜରେ ବନ୍ୟା ତାଣ୍ଡବ ଏତେ ଭୟଙ୍କର ରୂପ ଧାରଣ କରିଛି ଯେ ପ୍ରାୟ 70,000 ଲୋକ ବାସହୀନ ହୋଇଛନ୍ତି। 2,000ରୁ ଅଧିକ ଘର ଭାଙ୍ଗି କ୍ଷତିଗ୍ରସ୍ତ ହୋଇଛି ଏବଂ ପ୍ରାୟ 5 ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। କେଉଁଠି ଜଳବନ୍ଦୀ ଅଛନ୍ତି ତ କେଉଁଠି ଖାଦ୍ୟ ପାନୀୟ ପାଇବାକୁ ବଞ୍ଚିତ ହୋଇଛନ୍ତି। ଘର ଦ୍ୱାର ସବୁ ପାଣିରେ ବୁଡ଼ିଯିବା ପରେ ଏବେ ତ୍ରାହି ତ୍ରାହି ଡାକୁଛନ୍ତି। ଖାଲି ଜୀବନ ପ୍ରଭାବିତ ହୋଇଛି ତାହା ନୁହେଁ, ଚାଷୀଙ୍କ ଚାଷ ବି ପ୍ରଭାବିତ ହୋଇଛି। ରାଜ୍ୟ କୃଷି ବିଭାଗର ଏକ ରିପୋର୍ଟ ଅନୁସାରେ ବନ୍ୟାରେ ପ୍ରାୟ 2,000 ହେକ୍ଟର ଚାଷ ଜମି ପ୍ରଭାବିତ। ଧାନ ଏବଂ ପରିବା ଚାଷ ବନ୍ୟା ପାଇଁ କ୍ଷତିଗ୍ରସ୍ତ ହୋଇଛି। 290 ଗାଁ ଏବଂ 60ରୁ ଅଧିକ ସହରର ଲୋକେ ବନ୍ୟାରେ ପ୍ରଭାବିତ। ବନ୍ୟାଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରାଯାଉଥିବା ବେଳେ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଉଛି। ଉଦ୍ଧାର କାମରେ 330ଟି ବୋଟ୍, 29ଟି ମୋଟର ବୋଟ୍ ନିୟୋଜିତ ଅଛନ୍ତି। 68ଟି ଗାଁ ଏବେ ବି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି। ଉଦ୍ଧାରକାରୀ ଦଳ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି। 200 ରାସ୍ତା ବନ୍ୟା ପାଇଁ କ୍ଷତିଗ୍ରସ୍ତ ହୋଇଛି। ବ୍ରିଜ ଭାଙ୍ଗି ପଡ଼ିଛି। ଗଙ୍ଗା ଯମୁନା ନଦୀର ଜଳ ପୁରା ପ୍ରୟାଗରାଜର ଭୂଗୋଳକୁ ବଦଳାଇ ଦେଇଛି। ପରବର୍ତ୍ତୀ ଖବର। ପାର୍କିଂକୁ ନେଇ ବଲିଉଡ୍ ଅଭିନେତ୍ରୀ ହୁମା କୁରେଶୀଙ୍କ ଭାଇଙ୍କୁ ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ୍ତ। ଦିଲ୍ଲୀର ନିଜାମୁଦ୍ଦିନରେ ଅଭିନେତ୍ରୀଙ୍କ ସମ୍ପର୍କୀୟ ଭାଇଙ୍କୁ ହତ୍ୟା କରାଯାଇଥିବା ଜଣାଯାଇଛି। ମୃତକଙ୍କ ନାମ ଆସିଫ କୁରେଶୀ। ଘର ପାଖରେ ଥିବା ପାର୍କିଂକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏଭଳି ମୋଡ଼ ନେବ ବୋଲି କାହାକୁ ଜଣାନଥିଲା। ଜଣେ ବ୍ୟକ୍ତି ଆସିଫଙ୍କ ଘର ବାହାରେ ତାଙ୍କ ସ୍କୁଟି ରଖିଥିଲେ। ଆସିଫ ତାଙ୍କୁ ସ୍କୁଟି ହଟାଇବାକୁ କହିବାରୁ ଯୁକ୍ତିତର୍କ ଆରମ୍ଭ ହୋଇଥିଲା ଏବଂ ମାମଲା ହତ୍ୟା ପର୍ଯ୍ୟନ୍ତ ପହଞ୍ଚିଥିଲା। ସୂଚନା ଅନୁସାରେ ଗୁରୁବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା। ସିସିଟିଭି ଫୁଟେଜରୁ ଜଣାପଡ଼ିଛି ଯେ ଯୁବକମାନେ ଆସିଫଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଛନ୍ତି। ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ 2 ଜଣ ଯୁବକ ଆସିଫଙ୍କୁ ଠେଲାପେଲା କରିବା ସହ ତଳେ ପକାଇ ମାଡ଼ ମାରୁଛନ୍ତି। କିଛି ଲୋକମାନେ ମଧ୍ୟ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଛନ୍ତି। ଏହି ସମୟରେ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଆସିଫଙ୍କୁ ତଳେ ପକାଇ ମାରୁଛନ୍ତି। ଘଟଣାସ୍ଥଳରେ ଜୋରରେ ପାଟିତୁଣ୍ଡ ହେଉଥିବା ଜଣାପଡ଼ିଛି।